ଖଣ୍ଡେଶ୍ୱର ବୁଲିବା ପାଇଁ ଆସେ କିନ୍ତୁ କୁମ୍ଭ ମେଳାଟା ଯେହେତୁ ପ୍ରସିଦ୍ଧ ଏଠି ତୀର୍ଥ ସ୍ଥାନ ସେ ସାଧୁ ସନ୍ଥ ଆସନ୍ତି। ମୋ ମା ଆସିଛନ୍ତି ଗାଁରୁ ତାଙ୍କୁ ଦର୍ଶନ କରିବା ପାଇଁ ନେଇକି ଆସିଛି ସାଧୁ ସନ୍ଥଙ୍କୁ। ଖଣ୍ଡଗିରି ଏବେ ବାବାମୟ ହେଇଛନ୍ତି। ଆଜ୍ଞା। ଧୀରେ ଧୀରେ ଯୋଉ ଭଣ୍ଡ ଭାବ ଧରା ପଡୁଛନ୍ତି କେବେ ମନକୁ ଆସେନି କି ଏ ଭଣ୍ଡ ଭାବ ପୁଣି ଆସିଯାଇଛନ୍ତି କି ଏମାନେ ନାହିଁ ବାସ୍ତବରେ ଏମାନେ ବାବା ତ ବାବାଙ୍କ କଥା ତ ଅଲଗା କିନ୍ତୁ ନିଜର ବୁଦ୍ଧି ଥିବା ଦରକାର। ଆମେ ବାବାଙ୍କୁ ଦର୍ଶନ କରିବା କିନ୍ତୁ କୋଉ ବାବାଙ୍କ କଥାରେ ପଡିବାର ନାହିଁ କି ବାବାଙ୍କ ଯେତିକି ଆମ ଶିକ୍ଷା ଦରକାର ସେତିକି ଆମେ ଶିକ୍ଷା ନବା ଦରକାର। ବାବା ତ ବିଭିନ୍ନ ପ୍ରକାର ଯେମିତି ଡକ୍ଟର ହଉ କି ଯିଏ ବି ହଉ ସାଧୁ ସନ୍ଥ ଆସୁଛନ୍ତି ତେଣୁକରି ଆମେ ନିଜ ବୁଦ୍ଧିରୁ ଆମେ ବାବାଙ୍କୁ ଦର୍ଶନ ଟିକେ କରିବା ଦ୍ୱାରା ହବା ନିଜର ପୁଣ୍ୟ ଲାଭ କରିକି ଆମ ଘରକୁ ଯିବା ଦରକାର ଆଉ। ଆପଣ ଆଜି ଆସୁଛନ୍ତି ସ୍ଥାନୀୟ ବାବା ଅଛନ୍ତି ବହୁତ ଗୁଡେ ବାବା ଅଛନ୍ତି କେମିତି ଦେଖୁଛନ୍ତି? ମତେ ବହୁତ ଭଲ ଲାଗୁଛି ଖୁସି ବି ଲାଗୁଛି ବାବାଙ୍କୁ ଦର୍ଶନ କରିକି। ମୁଁ ମୋ ମାଙ୍କୁ ସ୍ୱାମୀଙ୍କୁ ଧରିକି ଆସିଛି ଦର୍ଶନ କରିବା ପାଇଁ। ବିଶେଷ କରି ମୋ ମାଙ୍କ ପାଇଁ ହିଁ ମୁଁ ଆସିଛି ତାଙ୍କୁ ଦର୍ଶନ କରିବା ପାଇଁ। ମୁଁ ତ ସବୁ ବର୍ଷ ଆସୁଛି ଦି ତିନି ଥର ଆସିକି ବୁଲିକି ଯାଉଛି। ମାଙ୍କ ପାଇଁ ହିଁ ଦର୍ଶନ କରିବା ପାଇଁ ଆସିଛି। ଏଇ ଆଧ୍ୟାତ୍ମିକ ପ୍ରବେଶ ଦ୍ଵାରା କେତେ ଭଲ ଲାଗେ ନିଜକୁ କେତେ ଶାନ୍ତି ବହୁତ ଆତ୍ମାକୁ ଶାନ୍ତି ଲାଗେ ମନରେ ବି କିଛିଟା ଯଦି ଦେହର ଖରାପ ଥିବ ବି ଏ ସାଧୁ ସନ୍ତଙ୍କୁ ଦର୍ଶନ କଲେ ମାଇଣ୍ଡ ଗୋଟେ ମନେ ହଁ ମୋ ଦେହ ଭଲ ହେଇଯିବ। ବାବାଙ୍କୁ ଦର୍ଶନ କଲି ମତେ ଭଲ ଲାଗିଲା। ମୁଁ ବହୁତ ଖୁସି ଲାଗୁଛି ମତେ ମାନେ ଆଜି ମତେ ଦିନଟା ପୁରା ଫ୍ରି ଫ୍ରି ଲାଗୁଛି ଆନନ୍ଦ ଲାଗୁଛି। ନା ବହୁତ ଖୁସି ଲାଗିଲା ଯେ କୁମ୍ଭ ମେଳା ଚାଲିଛି ସାଧୁ ସନ୍ତଙ୍କ ସମାଗମ ଅଛି। ଆଉ ଏଟା ସାଧୁ ସନ୍ଥ ସାଧୁ ମଳୟ ପବନ କାଷ୍ଠକୁ କରଇ ଚନ୍ଦନ ଯେ ଆମେ ଦୁର୍ଲଭ ମଣିଷ ଜନ୍ମ ସାଧୁ ସନ୍ତଙ୍କ ବିନୁ ଅନ୍ୟ ଗତି କିଛି ନାହିଁ। କଳି ଯୁଗରେ ସାଧୁ ସନ୍ତଙ୍କୁ ମିଳିବା ସାଧୁ ସନ୍ତଙ୍କ ସହିତ ବସିବା ଏଟା ଅତି ସୌଭାଗ୍ୟର କଥା। ଯାହା ହଉ ଆମ ଏଇ ଖଣ୍ଡଗିରି ମହୋତ୍ସବ ଚାଲିଛି ସାଧୁ ସନ୍ତଙ୍କ ମେଳାରେ ଆମେ ନିଜକୁ ବହୁତ ଧନ୍ୟ ମନେ କଲୁ ତାଙ୍କୁ ଦର୍ଶନ ପାଇ ଆଉ ବହୁତ ଖୁସି ଲାଗିଲା ବହୁତ। ଅନେକ ଆଡୁ ବାବା ଆସୁଛନ୍ତି ବାବାଙ୍କ ସହିତ ଦେଖା ହେଲା ହଁ ଦେଖାହେଲି ଆଖଡ଼ା ସବୁ ଚାଲିଛି ବାବା ସବୁ ଆସିଛନ୍ତି। ସନାତନ ଧର୍ମର ଆମର ଯଜ୍ଞ ଚାଲିଛି ହନୁମାନ ଚାଳିଶା ବି ଚାଲିଛି ଆଉ କୃଷ୍ଣ ଭଗବତ ଗୀତା ବି ଚାଲିଛି ଭଜନ ସମାରୋହ ଚାଲିଛି ବହୁତ ଭଲ ଲାଗୁଛି ସବୁ ଆଖଡ଼ା ଚାଲିଛି ବହୁତ ଭଲ ଲାଗୁଛି। ନା ଖଣ୍ଡଗିରି ଦେଖନ୍ତୁ ଆମର ପୁରାତନ ଇତିହାସ କହେ ଯେ ଆମର ଖଣ୍ଡଗିରି ଐତିହ୍ୟ ସ୍ଥାନ ଗୋଟେ। ଖଣ୍ଡଗିରି ଉଦୟଗିରି ଦିଟା ବହୁତ ପୁରାତନ ଗୁମ୍ଫା ଅଛି ଏଠି ସାଧୁ ସନ୍ଥ ମାନେ ମୁହୂର୍ତ୍ତ ରହନ୍ତି। ଆଉ ଏଇ ମାଘ ସପ୍ତମୀରେ ଏଇଟା ହିଁ କୁମ୍ଭମେଳା ଉପସ୍ଥିତ ହୁଏ ଯେ କି ସାଧୁ ସନ୍ତଙ୍କର ସମାଗମ ହୁଏ। ସେଥିପାଇଁ ବହୁତ ଲୋକ ଛୋଟି ଆସନ୍ତି ବାହାଦୁରରୁ ଯେ ନିଜକୁ ମାନେ ପବିତ୍ର କରିବା ପାଇଁ ଯେମିତି ଆମର କୁମ୍ଭମେଳା ଚାଲିଛି ପ୍ରୟାଗରାଜରେ ଠିକ୍ ସେମିତି ଆମ ଓଡ଼ିଶାରେ ଏଇ ଯୋଉ କୁମ୍ଭମେଳାଟା ଚାଲିଛି ଖଣ୍ଡଗିରିରେ ବହୁତ ଆହ୍ଲାଦିତ ସମସ୍ତେ ଭକ୍ତ ମା ଭାଇମାନେ ଆସନ୍ତି ଏଠି ନିଜର ମାନେ ଧନ୍ୟ ମନେ କରିବା ପାଇଁ ନିଜକୁ ସାନ୍ନିଧ୍ୟ ନେବା ପାଇଁ ସାଧୁ ସନ୍ତଙ୍କ ସାନ୍ନିଧ୍ୟ ନେବା ପାଇଁ ଆସନ୍ତି। ଦେଶ ବିଦେଶର କୋଣ ଅନୁକୋଣର ଟିକନିକ ଖବର ଦେଖନ୍ତୁ ଆମ ସହ ୟୁଟ୍ୟୁବ ଫେସବୁକ୍ ଆଉ ଇନଷ୍ଟାଗ୍ରାମ ରେ ଆମକୁ ଦେଖନ୍ତୁ ଲାଇକ୍ ସେୟାର ଓ ସବସ୍କ୍ରାଇब କରିବାକୁ ଆଦ୍ୟ ଭୁଲନ୍ତୁନି।